ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାନବାଧିକାରର ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ମାନବାଧିକାର ଦିବସ। ରାଷ୍ଟ୍ରୀୟ ଲୋକ ଅଦାଲତରେ ଚଳିତ ବର୍ଷ 7,70,00,000ରୁ ଅଧିକ ମାମଲାର ସମାଧାନ ହୋଇଥିବା ସୂଚନା। ପିଏମ୍ ପୋଷଣ ଯୋଜନାରେ ଖାଦ୍ୟ ସାମଗ୍ରୀ ବାବଦ ଖର୍ଚ୍ଚ 13.7% ବୃଦ୍ଧି। ବୀମା ସଖୀ ଯୋଜନାରେ ଚଳିତ ବର୍ଷ ନିଯୁକ୍ତି ପାଇବେ 25,000 ମହିଳା ବୀମା ଏଜେଣ୍ଟ। ଏବଂ ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାରେ 5-0 ଗୋଲରେ ମାଲେସିଆକୁ ପରାସ୍ତ କଲା ଭାରତ। ସାରା ବିଶ୍ୱରେ ମାନବାଧିକାରର ସଂରକ୍ଷଣ ନିମନ୍ତେ ଆଜି ମାନବାଧିକାର ଦିବସ ପାଳନ କରାଯାଉଛି। 1948 ମସିହା ଆଜିର ଦିନରେ ଜାତିସଂଘ ସାଧାରଣ ସଭା ଦ୍ୱାରା ମାନବାଧିକାର ସମ୍ପର୍କିତ ଘୋଷଣାନାମା ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ମାନବାଧିକାର ଦିବସର ବିଷୟବସ୍ତୁ ରହିଛି ଆମ ଅଧିକାର, ଆମ ଭବିଷ୍ୟତ, ବର୍ତ୍ତମାନ। ଏହା ମାନବାଧିକାରର କେବଳ ଏକ ଆକାଂକ୍ଷା ନୁହେଁ, ବରଂ ଏକ ଉତ୍ତମ ଭବିଷ୍ୟତ ନିର୍ମାଣ ଦିଗରେ ବିଶ୍ୱାସ ଓ ଦୃଢ଼ତାର ସହ ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ ସଶକ୍ତ କରିବାର ଏକ ମାଧ୍ୟମ ଭାବେ ଦର୍ଶାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାନବାଧିକାର ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେବେ। ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ମାନବାଧିକାର ଦିବସ କାର୍ଯ୍ୟକ୍ରମ ପରଦିନ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜନ କରାଯିବ। ପ୍ରତିବର୍ଷ ଡିସେମ୍ବର 10 ତାରିଖକୁ ମାନବାଧିକାର ଦିବସ ରୂପେ ପାଳନ କରାଯାଇଥାଏ। ରାଷ୍ଟ୍ରୀୟ ମାନବାଧିକାର ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ ଭାରତୀ ସୟାନୀ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ଦେଶର ମାନବିକ ଅଧିକାର ସମ୍ପନ୍ନ ସଂସ୍କୃତିର ସୁରକ୍ଷା ଏବଂ ବୃଦ୍ଧି ଦିଗରେ ଦୃଢ଼ତାର ସହ ସର୍ବେ ଭବନ୍ତୁ ସୁଖିନ ଭାବନାକୁ ପାଳନ କରିବାର ଆବଶ୍ୟକତା ରହିଛି। ମାନବାଧିକାର ଦିବସ ପୂର୍ବ ସନ୍ଧ୍ୟାରେ ଏକ ବାର୍ତ୍ତାରେ ଶ୍ରୀମତୀ ସୟାନୀ କହିଛନ୍ତି, ଆୟୋଗ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର ଏବଂ ସେମାନଙ୍କ ମର୍ଯ୍ୟାଦା ରକ୍ଷା ଲାଗି ତଥା ସଶକ୍ତିକରଣ ଓ ପ୍ରୋତ୍ସାହନ ହେତୁ ଉଦ୍ୟମ ଜାରି ରଖିବା ଦିଗରେ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଭାରତରେ ଏବଂ ସାରା ବିଶ୍ୱରେ ମାନବାଧିକାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିବଦ୍ଧ। ଏହି ଦିଗରେ ବିଶେଷ ଭାବେ ପଛୁଆ ଏବଂ ବିକାଶଶୀଳ ଦେଶରେ ଅନ୍ୟ ରାଷ୍ଟ୍ରୀୟ ମାନବାଧିକାର ସଂସ୍ଥାଗୁଡ଼ିକ ସହ ମିଶି ଭାରତର ମାନବାଧିକାର ଆୟୋଗ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଶ୍ରୀମତୀ ବିଜୟା ଭାରତୀ ସୟାନୀ କହିଛନ୍ତି, ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଗତ 3 ଦଶକରେ ମାନବାଧିକାର ସମ୍ବନ୍ଧିତ ବିଭିନ୍ନ ମାମଲାଗୁଡ଼ିକର ସମାଧାନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇପାରିଛି। ଶ୍ରୀମତୀ ସୟାନୀ କହିଛନ୍ତି, ମାନବାଧିକାର ଦିବସ ଏହା ନିଶ୍ଚିତ କରେ ଯେ ପ୍ରତ୍ୟେକ ବ୍ୟକ୍ତି ଜନ୍ମ ହେବା ସହ ନିଜ ମୌଳିକ ଅଧିକାରଗୁଡ଼ିକ ଉପଭୋଗ କରିପାରିବ। ଚଳିତ ବର୍ଷ 3ଟି ରାଷ୍ଟ୍ରୀୟ ଲୋକ ଅଦାଲତରେ 7,70,00,000ରୁ ଅଧିକ ମାମଲାର ସମାଧାନ କରାଯାଇଥିବା ସୁପ୍ରିମକୋର୍ଟ ବିଚାରପତି ତଥା ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ନାଲସାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ B.R. ଗଭାଇ କହିଛନ୍ତି। ଏହିସବୁ ଲୋକ ଅଦାଲତଗୁଡ଼ିକରେ ବହୁଦିନ ଧରି ପଡ଼ି ରହିଥିବା ମାମଲା ଏବଂ ନ୍ୟାୟିକ ବିବାଦର ସମାଧାନ କରାଯାଇଛି। ମାନବାଧିକାର ଦିବସ ଅବସରରେ ଏକ ସାକ୍ଷାତକାରରେ ଜଷ୍ଟିସ୍ B.R. ଗଭାଇ କହିଛନ୍ତି, ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ବର୍ଷକୁ 3 ଥର ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ କରିଥାନ୍ତି ଏବଂ ଏଥିରେ ଆପୋଷ ବୁଝାମଣା ଜରିଆରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ କରାଯାଇଥାଏ। ସେ କହିଛନ୍ତି, ନାଲସାର ମାର୍ଗଦର୍ଶନ ଅନୁଯାୟୀ ଅନ୍ୟ ଆଇନ ସେବା ପ୍ରାଧିକରଣଗୁଡ଼ିକ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ନିଃଶୁଳ୍କ ଆଇନ ସହାୟତା ଯୋଗାଇ ଦେଇଥାନ୍ତି। ଏଥିସହ ମାନବିକ ଅଧିକାରର ସୁରକ୍ଷା ଲାଗି ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରିଥାନ୍ତି। ସେ କହିଛନ୍ତି, 2012 ମସିହାରେ ଟ୍ରାନ୍ସଜେଣ୍ଡରମାନଙ୍କ ଅଧିକାର ନେଇ ନାଲସା ପକ୍ଷରୁ ସମର୍ଥନ ମିଳିବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା, ଯେଉଁଥିରେ ସେମାନଙ୍କୁ ତୃତୀୟ ଲିଙ୍ଗୀ ଭାବେ ମାନ୍ୟତା ମିଳିଥିଲା। ଜଷ୍ଟିସ୍ ଗଭାଇଙ୍କ ସହ ଏହି ସାକ୍ଷାତକାର ଆଜି ସନ୍ଧ୍ୟା 7:10 ସୁର୍ଖିଓମେ କାର୍ଯ୍ୟକ୍ରମରେ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପିଏମ୍ ପୋଷଣ ଯୋଜନା ଅନ୍ତର୍ଗତ ଖାଦ୍ୟ ସାମଗ୍ରୀ ବାବଦକୁ ଖର୍ଚ୍ଚରେ 13.7% ବୃଦ୍ଧି କରାଯାଇଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଖାଦ୍ୟ ସାମଗ୍ରୀ ନିମନ୍ତେ ପ୍ରାଥମିକ ଏବଂ ବାଲ୍ ବାଟିକା ଶ୍ରେଣୀ ପାଇଁ ଖର୍ଚ୍ଚ 5 ଟଙ୍କା 14 ପଇସାରୁ 6 ଟଙ୍କା 19 ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଏହି ଖର୍ଚ୍ଚ 8 ଟଙ୍କା 17 ପଇସାରୁ 9 ଟଙ୍କା 29 ପଇସାକୁ ବୃଦ୍ଧି କରାଯାଇଛି। ଚଳିତ ମାସ ପ୍ରଥମରୁ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି। ଏହି ବୃଦ୍ଧି ଯୋଗୁଁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଉପରେ ଅତିରିକ୍ତ 425 କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଦର ଲାଗୁ ହୋଇଥିବା ବେଳେ ସେମାନେ ମଧ୍ୟ ଏଥିରେ ଅଧିକ ଅର୍ଥ ପ୍ରଦାନ କରିପାରିବେ ବୋଲି କୁହାଯାଇଛି। ପିଏମ୍ ପୋଷଣ କେନ୍ଦ୍ର ସରକାରଙ୍କ ଏକ ଯୋଜନା ଯେଉଁଥିରେ 10 ଲକ୍ଷରୁ ଅଧିକ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ବାଲ୍ ବାଟିକା ଓ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 11 କୋଟି 70 ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମୁକ୍ତ ଭୋଜନ ପ୍ରଦାନ କରାଯାଉଛି। ଯୋଜନାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ପୋଷଣ ପ୍ରଦାନ କରିବା ଏବଂ ବିଦ୍ୟାଳୟଗୁଡ଼ିକରେ ସେମାନଙ୍କ ଉପସ୍ଥାନ ହାର ବୃଦ୍ଧି କରିବା। ଆସନ୍ତା 3 ବର୍ଷ ମଧ୍ୟରେ ସରକାର 2 ଲକ୍ଷ ବୀମା ସଖୀ ବା ବୀମା ଏଜେଣ୍ଟ ନିଯୁକ୍ତ କରିବାକୁ ଯୋଜନା ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଗତକାଲି ପାନିପତରେ ବୀମା ସଖୀ ଯୋଜନାର ଶୁଭାରମ୍ଭ ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି, ଚଳିତ ବର୍ଷ 25,000 ବୀମା ସଖୀମାନଙ୍କୁ ନିଯୁକ୍ତି ଦିଆଯିବ। ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ମହିଳା ବୀମା ଏଜେଣ୍ଟ ସ୍ୱେଚ୍ଛାସେବୀଙ୍କୁ ପ୍ରଥମ ବର୍ଷରେ ମାସିକ 7,000 ଟଙ୍କା, ଦ୍ୱିତୀୟ ବର୍ଷରେ ମାସିକ 6,000 ଟଙ୍କା ଓ ତୃତୀୟ ବର୍ଷରେ ମାସିକ 5,000 ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଗତକାଲି ହରିୟାଣାର ପାନିପତଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀମା ସଖୀ ଯୋଜନାର ଶୁଭାରମ୍ଭ କରିଥିଲେ। ଭାରତୀୟ ଜୀବନ ବୀମା ନିଗମ LIC ପକ୍ଷରୁ ଆରମ୍ଭ କରାଯାଇଥିବା ବୀମା ସଖୀ ଯୋଜନାରେ 18ରୁ 70 ବର୍ଷ ବୟସର ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚଳିତ ବର୍ଷ ବଜେଟ୍ରେ ଦେଶର ମହିଳା ସମ୍ବନ୍ଧୀୟ ଯୋଜନା ନିମନ୍ତେ 3.3 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନିର୍ମାଣାଧୀନ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦର ରାଷ୍ଟ୍ରୀୟ ରାଜଧାନୀ ସମେତ ଉତ୍ତରପ୍ରଦେଶରେ ଯାତାୟାତ ସଂଯୋଗୀକରଣ ବୃଦ୍ଧି କ୍ଷେତ୍ରରେ ସୁବିଧା ଯୋଗାଇ ଦେବ। ସାମାଜିକ ଗଣମାଧ୍ୟମ Xରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତାଙ୍କ ସରକାର ସାଧାରଣ ଲୋକଙ୍କ ନିମନ୍ତେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ମୌଳିକ ଢାଞ୍ଚା ନିର୍ମାଣ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଲୋକମାନେ ସମୃଦ୍ଧ ହେବା ସହ ଏହାଦ୍ୱାରା ଲାଭ ଉଠାଇ ପାରିବେ। ଗତକାଲି ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ସଫଳ ଭାବେ ବିମାନ ଅବତରଣ କରିଥିଲା। ଅବତରଣ କରିବା ପରେ ଦ୍ରୁତ ଗତିରେ ଜଳସିଞ୍ଚନ କରାଯାଇ ଏହାକୁ ସ୍ୱାଗତ କରାଯାଇଥିଲା। ଦିଲ୍ଲୀରୁ ପରୀକ୍ଷାମୂଳକ ଭାବେ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନ ଅପରାହ୍ନ 1:30ରେ ଅବତରଣ କରିଥିଲା। ସେଥିରେ ଭାରତୀୟ ବିମାନ ପ୍ରାଧିକରଣର କର୍ମଚାରୀ ଓ ବିଶେଷଜ୍ଞମାନେ ଯାତ୍ରା କରିଥିଲେ। ଅବତରଣ କରିବା ପରେ ବିଶେଷଜ୍ଞମାନେ ଉଡ଼ାଣ ସମୟର ଅନୁଭୂତି ଓ ବୈଷୟିକ ଦିଗଗୁଡ଼ିକ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ପରୀକ୍ଷାମୂଳକ ଉଡ଼ାଣ ସମୟରେ ଅବତରଣ ପୂର୍ବରୁ ବିମାନଟି 15 ମିନିଟ୍ ପାଇଁ ବିମାନ ବନ୍ଦର ଉପରେ ଉଡ଼ାଣ କରିଥିଲା। ଅବତରଣ କରିବାର 5 ମିନିଟ୍ ପରେ ପୁଣି ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଓମାନର ମସ୍କଟଠାରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ମାଲେସିଆକୁ 5-0 ଗୋଲରେ ପରାସ୍ତ କରି ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏହି ପ୍ରତିଯୋଗିତାର ଇତିହାସରେ ଭାରତ ମାଲେସିଆ ବିପକ୍ଷରେ ଲଗାତାର ତୃତୀୟ ଥର ବିଜୟ ହାସଲ କରିଛି। ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଖେଳର ତୃତୀୟାର୍ଦ୍ଧରେ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଖେଳର 32, 37, 38, 39 ଓ 48 ମିନିଟ୍ରେ ଏହି ଗୋଲ୍ଗୁଡ଼ିକ ଦିଆଯାଇଥିଲା। ଏହା ପୂର୍ବରୁ ଭାରତ ବାଂଲାଦେଶକୁ 13-1 ଗୋଲ୍ରେ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 8:30ରେ ଭାରତ ଚୀନ ସହ ମୁକାବିଲା କରିବ। ମୁଖ୍ୟ ସମ୍ବାଦ ପୁଣିଥରେ। ମାନବାଧିକାରର ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ମାନବାଧିକାର ଦିବସ। ରାଷ୍ଟ୍ରୀୟ ଲୋକ ଅଦାଲତରେ ଚଳିତ ବର୍ଷ 7,70 ଲକ୍ଷରୁ ଅଧିକ ମାମଲାର ସମାଧାନ ହୋଇଥିବା ସୂଚନା। ପିଏମ୍ ପୋଷଣ ଯୋଜନାରେ ଖାଦ୍ୟ ସାମଗ୍ରୀ ବାବଦ ଖର୍ଚ୍ଚ 13.7% ବୃଦ୍ଧି। ବୀମା ସଖୀ ଯୋଜନାରେ ଚଳିତ ବର୍ଷ ନିଯୁକ୍ତି ପାଇବେ 25,000 ମହିଳା ବୀମା ଏଜେଣ୍ଟ। ଏବଂ ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାରେ 5-0 ଗୋଲ୍ରେ ମାଲେସିଆକୁ ପରାସ୍ତ କଲା
ଭାରତ। ସମ୍ବାଦ ଶେଷ ହେଲା।